ପ୍ଲାଣ୍ଟ ପ୍ଲାନେଟ୍ର ଆଉ ଗୋଟିଏ ଭିଡ଼ିଓକୁ ଆପଣ ସମସ୍ତଙ୍କୁ ସ୍ୱାଗତ। ଏ ଭିଡ଼ିଓରେ ଆମେ ଆଜି କୌଣସି ବି ପ୍ଲାଣ୍ଟ ବିଷୟରେ ଆଲୋଚନା କରିବା ନାହିଁ। ଆମର ମୁଖ୍ୟ ଜିନିଷ ବିଷୟରେ ଆଲୋଚନା କରିବା ଯେଉଁଟା ଆମର ଦୈନନ୍ଦିନ ଜୀବନରେ ଆମ ଜୀବନ ପାଇଁ ନିହାତି ଅପରିହାର୍ଯ୍ୟ, ଯେଉଁଟାକି ରହିଛି ଆମର ଶରୀରକୁ କେମିତି ଆମେ ସନ୍ତୁଳିତ ରଖିବା, ମାନେ ବାଲାନ୍ସ ରଖିବା। ଦେଖନ୍ତୁ, ମୁଁ ଆପଣଙ୍କୁ ଏଇଠି ଗୋଟେ ଫଟୋ ଦେଖେଇଛି। ଆପଣ ଦେଖନ୍ତୁ, ଏଇ ଯେଉଁ ଫଟୋରେ ଆପଣ ଦେଖିପାରୁଥିବେ ଏ ଯେଉଁ ଲୋକଟି ବର୍ତ୍ତମାନ ଏଇଠି ଅଛି, ତାର କ'ଣ ହେଇଛି, ଫ୍ୟାଟ୍ ଏଇଠି ରହିଛି, ମାନେ ମୋଟାପଣ ଆ ଦେହରେ ଅଛି। ଏ ଯେଉଁ ଲୋକଟି ଆପଣଙ୍କର ଦେଖୁଥିବେ ଲେଫ୍ଟ ହ୍ୟାଣ୍ଡ ସାଇଡ଼୍ରେ, ଏ ଲୋକଟି ବର୍ତ୍ତମାନ ଫିଟ୍ ଅଛି, ମାନେ ତା ଦେହରେ ଯେତିକି ମାତ୍ରାରେ ରହିବା କଥା ମୋଟାପଣ ସେତିକି ରହିଛି, ଫ୍ୟାଟ୍ ସେତିକି ରହିଛି। ତ ଆମର ଶରୀରରେ କେବଳ ଫ୍ୟାଟ୍ ବୋଲି ନୁହେଁ, ଆମର ଶରୀର ପତଳା ଦେଖାଯାଉଥିଲେ ମଧ୍ୟ ଆମ ଶରୀର ଭିତରେ ବହୁତ ଗୁଡ଼ିଏ ଅଭ୍ୟନ୍ତରୀଣ ଏନଜାଇମ୍ସ, ହରମୋନ୍ସ ଏସବୁ ରହିଛନ୍ତି, ଯେଉଁଗୁଡ଼ିକ ସଠିକ୍ ମାତ୍ରାରେ ଆମ ଶରୀରରେ ବାହାରିବା ଆବଶ୍ୟକ। ଯଦି ସେତିକି ମାତ୍ରାରେ ନ ବାହାରନ୍ତି ତାହେଲେ ଆମ ଶରୀରରେ ବହୁତ ଗୁଡ଼ିଏ ଯାବତୀୟ ରୋଗ ଦେଖାଯାଏ, କିମ୍ବା ଆମ ଶରୀରରେ ଯେଉଁ ବୃଦ୍ଧିରେ ବହୁତ ଫରକ ଦେଖାଯାଏ, ଠିକ୍ ଭାବରେ ଆମ ଶରୀର ଦେଖାଯାଏ ନାହିଁ। ତ ତା ବିଷୟରେ ଆମେ এই ଭିଡ଼ିଓରେ ସମ୍ପୂର୍ଣ୍ଣ ଭାବେ ଆଲୋଚନା କରିବା, ଯେଉଁଟାକି ଆମର ଶରୀରରେ ବାଲାନ୍ସ ରଖିବା ପାଇଁ ସବୁ ପ୍ରକାରର ଅଭ୍ୟନ୍ତରୀଣ ହରମୋନ୍ସ କିମ୍ବା ଏନଜାଇମ୍, କିମ୍ବା ଆମ ଶରୀରର ଫ୍ୟାଟ୍ ମୋଟାପଣ ଯେଉଁଟାକୁ ବାଲାନ୍ସ ରଖିବା ପାଇଁ, ଯାହାକି ଡିପେଣ୍ଡ କରେ ଆମର ଖାଦ୍ୟ ଉପରେ, ପ୍ରାୟତଃ ଡିପେଣ୍ଡ କରେ। ତ ଆମର ଖାଦ୍ୟକୁ ଆମେ କିପରି ଖାଇବା ଏବଂ କେତିକି ମାତ୍ରା ଆମକୁ ଦରକାର, ସେ ବିଷୟରେ ମୁଁ ଆପଣଙ୍କୁ ସମ୍ପୂର୍ଣ୍ଣ ଏ ଭିଡ଼ିଓରେ ଜଣେଇବି। ତ ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଭାବେ ଦେଖିବେ, ଆପଣଙ୍କର ଯଥାର୍ଥ ଜ୍ଞାନ ଆପଣଙ୍କର ମଧ୍ୟ ଆପଣଙ୍କୁ ମିଳିବ ନିଜର ଶରୀର ପାଇଁ। ତ ଭିଡ଼ିଓଟିକୁ ଲାଇକ୍ କରିବେ, ସେୟାର କରିବେ ଏବଂ ଆପଣଙ୍କର ଚ୍ୟାନେଲଟିକୁ ସବସ୍କ୍ରାଇବଟି କରିଦେବେ। ଠିକ୍ ଅଛି, ତ ଆଗକୁ ଯିବା, ବଢ଼ିବା, ଚାଲନ୍ତୁ। ଦେଖନ୍ତୁ, ବର୍ତ୍ତମାନ ଦେଖନ୍ତୁ, ଆପଣଙ୍କର ଯେଉଁ ଖାଦ୍ୟ ରହିଛି, ଦୈନିକ ସ୍ୱାସ୍ଥ୍ୟକର ଡାଏଟ୍ ପ୍ଲାନ୍, ଆମକୁ ଗୋଟେ ପ୍ଲାନ୍ କରିବାକୁ ପଡ଼ିବ। ଗୋଟେ ଯେମିତି ଆମର ପାଠ ପଢ଼ିବା ପାଇଁ ଆମେ ଗୋଟେ ଷ୍ଟଡି ଟାଇମ୍ ଟେବୁଲ୍ କରୁଛେ, ସେମିତି ଆମର ଦୈନନ୍ଦିନ ଖାଦ୍ୟ ଆମ ଶରୀରକୁ ଯିବା ପାଇଁ ଗୋଟେ ତା'ର ରହିଥିବା ଦରକାର ଗୋଟେ ସମୟ, ଯେଉଁ ସମୟରେ ଆମେ ଠିକ୍ ସମୟରେ ଖାଇବା ଏବଂ କ'ଣ କ'ଣ ଖାଇବା ସେଗୁଡ଼ିକ ଆମର ଗୋଟେ ପ୍ଲାନ୍ ରହିବା ଦରକାର, ଯାହାଫଳରେ କି ଆମ ଶରୀର ଭିତରେ ଆମକୁ ଯାହା ଯାହା ଆମର ମିଳିବା କଥା ସେଗୁଡ଼ିକ ଆମ ଶରୀରରେ ମିଳିବ, ଆମ ଶରୀର ସୁସ୍ଥ ରହିବ। ତ ଦେଖନ୍ତୁ, ଆମର ପ୍ରଥମେ ଡାଏଟ୍ ପ୍ଲାନ୍ କରିବା ଆଗରୁ ଆମକୁ ଜାଣିବା ଦରକାର ପ୍ରଥମେ ଆମ ଶରୀରରେ କେତିକି ଖାଦ୍ୟ ଆମକୁ ଦରକାର, ବା ଯେଉଁଟା ଆମେ ଖାଦ୍ୟ କ'ଣ ପାଇଁ ଖାଉଛେ। ଆପଣମାନେ ଜାଣିଥିବେ ଆମର ଖାଦ୍ୟ ଖାଇବାର ମୁଖ୍ୟ କାରଣ ହେଉଛି ଆମର ଏନର୍ଜି। କାରଣ ଏନର୍ଜି ହେଉଛି ଆମ ଶରୀରର ନିହାତି ଅପରିହାର୍ଯ୍ୟ ଜିନିଷ, ଯାହାକି ଆମ ଶରୀର ଚଳିବା ପାଇଁ ଦରକାର। ଯଦି ଆମ ଶରୀରରେ ଶକ୍ତି ନଥିବ ବା ଏନର୍ଜି ନଥିବ, ତାହେଲେ ଆମେ କୌଣସି କାର୍ଯ୍ୟ କରିପାରିବା ନାହିଁ। ତ ଏନର୍ଜି ପାଇଁ ଆମକୁ ଖାଦ୍ୟ ଖାଇବା ଦରକାର। ଖାଦ୍ୟ ଖାଇଲେ ହିଁ ଆମକୁ ଶକ୍ତି ମିଳିବ। ତ ଏ ଯେଉଁ ଶକ୍ତିଟି ମିଳିବ, ତା ଶକ୍ତିର ଗୋଟେ ମାପଦଣ୍ଡ ଥିବ, ଠିକ୍ ଅଛି, ତାକୁ ଆମେ କହୁଛେ କ୍ୟାଲୋରି। ତ ସେ କ୍ୟାଲୋରିକୁ ଆମେ କହୁଛେ ମାପ ବୋଲି ଧରିଛେ ଆମର ଯେତିକି ଦରକାର। ତ ସେ ଯେଉଁ ମାପ ଏନର୍ଜି ଦରକାର, କେତିକି ଏନର୍ଜି ଦରକାର ନା, ଗୋଟେ ସୁସ୍ଥ ଲୋକକୁ 2000 କ୍ୟାଲୋରି, କିଲୋ କ୍ୟାଲୋରି, 2000 କିଲୋ କ୍ୟାଲୋରି ଦରକାର। KCAL, এটা ହେଉଛି କ୍ୟାଲୋରି, এটা ହେଉଛି କିଲୋ କ୍ୟାଲୋରି, ଠିକ୍ ଅଛି, K ଫର୍ କିଲୋ। ତ କିଲୋ କ୍ୟାଲୋରି ଆମକୁ ଦରକାର, KCL ହେଉଛି କ୍ୟାଲୋରି, ଠିକ୍ ଅଛି। ତ ଆମକୁ ଦରକାର 2000 KCL। ତ ସେ ଯେଉଁ ଦରକାର ଖାଦ୍ୟର ଯେଉଁ ଏନର୍ଜି ଆମକୁ ଦରକାର, ତ ଆମର ଖାଦ୍ୟର ବିଭିନ୍ନ ପ୍ରକାର ଟାଇପ୍ ଅଛି, ଠିକ୍ ଅଛି। ଯେମିତିକି ଆମର ରହିଛି
कार्बोहाइड्रेट प्रोटीन आ गोटे रही फैट बा स्नेहसार। तो कार्बोहाइड्रेट आम शरीर को दरकार, प्रोटीन निहाती भावे दरकार, फैट निहाती भावे दरकार। तो कार्बोहाइड्रेट कोठी थाए ना भात रुटी ओट्स मांडिया ये सबू हूँ कौन कार्बोहाइड्रेटर उत्स। ताले आमको कार्बोहाइड्रेट ये जिनस खाइले आमको मिल। कार्बोहाइड्रेट आमर शरीर में आमको शक्ति जोगाए। ठीक अच्छे, बहुत शक्ति कार्बोहाइड्रेट आमको मिले। तो आम खाए परिमाणटा आम रुहे आमर भात रुटी ओट्स ये सब आम खाइले आमको शक्ति जो कार्बोहाइड्रेट मिले। तेणु आमको केतिकी मात्रा खाया पड़ो तमाने से कहूँ आमको खाद्यर जी आम खाऊे से 45 ରୁ 65% आमर रहा दरकार कार्बोहाइड्रेट। ठीक अच्छे, 10 ରୁ 35% दरकार प्रोटीन। प्रोटीन कौन अच्छी डाली अंडा पनीर माछ चिकेन ये सब। ठीक अच्छे, 10 ରୁ 35% दरकार। यहाँ जदि आम धरवा आमर मनकर दिन जाकर 24 घंटे आम खाऊे आमर जदि 1 kg खाद्य खाऊे, ठीक अच्छे 1 kg जदि आम खाऊे ये रोचे 1000 ग्राम। ठीक अच्छे, 1000 ग्राम खाद्य आमर एवरेज यहाँ दे दीजिए आम धरिया मनकर 50% आमको दरकार कार्बोहाइड्रेट। तो 50% आम खाइबा के 500 ग्राम दिन जाकर। ठीक अच्छे, 500 ग्राम भात खाई पार, रुटी खाई पार, ओट्स खाई पार, मांडिया खाई पार। 500 ग्राम आम कार्बोहाइड्रेट दे पार। ठीक अच्छे, खाद्य तापर आम देखा ये प्रोटीन प्रोटीन डाली अंडा पनीर माछ चिकेन। तो सेमती आम 24 घंटा आमको जो दरकार आम जदि आम धरीदे यहाँ को 30%। ठीक अच्छे, 30% आम जदि धरीदे तो 30% के 300 ग्राम। तो 300 ग्राम आम खाई पार कौन ना डाली अंडा पनीर माछ चिकेन ये सब आम 300 ग्राम भितर खाई पार। तो 300 ग्राम आम आपको देदेले। तापर यहाँ 20 ରୁ 35 धर यहाँ 20% आ तो आम बाकी रहा 20% आम ये खाइले जमीक रहा कौन ना बादाम अखरोट शुद्ध तेल। ठीक अच्छे, ये सब खाइले फैट आमर फैट खाइले आमर जो रही स्नेहसार आम खाइबा द्वारा कौन हुए आम शरीर में आमर देह चिकन रुहे सौंदर्य आमर देहरे बनी रुहे। तो ताहले आमको आम फैट स्नेहसार जो तेल आम खाऊे तो आम 200 ग्राम आम तो दिन जाकर ये खाई पार। तो ये आम पके। ठीक अच्छे, आम ये खाई पार। ठीक अच्छे, तो आमको जो 2000 कैलोरी दरकार तो 2000 कैलोरी रु जदि आम 1 ग्राम खाऊे कार्बोहाइड्रेट तो आम दिन जगह 500 ग्राम धरीचे ये। तो आम जब दिन जगह खाऊे 1 ग्राम 4 KCl आमको मिल जाऊँ। ठीक अच्छे, तो 4 KCl 1 ग्राम कार्बोहाइड्रेट हो। जो आम 500 ग्राम खाऊे ये आमर गुणन 4 जब आम करुचे ये आमर 2000 KCl मिल जाऊँ। तो आम ये खाइबा आमको ठीक कि खाइबा ठीक नुहे ताहले आम ताको कमेबा। आमको जदि 500 ग्राम खाइले 2000 मिल जाऊँ ताको आम कमेदेबा, कमेकी आम 250 ग्राम करवा। ठीक अच्छे, 250 ग्राम आम जदि खाऊे कार्बोहाइड्रेट भात रुटी। ठीक अच्छे, मांडिया ओट्स ये सब जब आम खाऊे 250 ग्राम ताले 250 ग्राम रे आमको मिल जाव केते मिल 1000 ग्राम 1000 ग्राम सॉरी 1000 KCl कैलोरी आमको एनर्जी मिल 1000 KCl आमको मिलला 1000 KCl। ताले कार्बोहाइड्रेट आमको 1000 KCl 250 ग्राम खाइबा को आमको पड़ो भात रुटी डाली सॉरी डाली नहीं भात रुटी ओट्स मांडिया ये सब आमको खाया पड़ो 250 ग्राम। ठीक अच्छे, तो सेहीपरि प्रोटीन आम जदि आमको 1 ग्राम प्रोटीन केते मिलूँ जदि आम 1 ग्राम प्रोटीन 1 ग्राम आम डाली अंडा पनीर माछ चिकेन आज खाऊे तो 4 KCl आमको मिलूँ। ठीक अच्छे, तो 4 KCl आमको मिलूँ। तो 4 KCl जदि आम खाऊे 300 ग्राम आम धरीचे तो ये केते हो जाऊँ 1 ग्राम जदि आम खाऊे 4 KCl 300 ग्राम हो इंटू 4 हो गले ये जाऊँ 1200 KCl। ठीक अच्छे, तो यहाँ हो जाऊँ 1200 KCl आमको ये दरकार कि ये दरकार ना। तो आमर जब आम कंट्रोल करवा ये आम खाइबा के तार अधा जब आम करदे
ଏଠି ଯଦି ଆମେ ଅଧା କରିଦେଉଛେ 300 ଗ୍ରାମ ବଦଳରେ ଆମେ ତାକୁ ଯଦି ଆମେ ଖାଉଛେ ପ୍ରୋଟିନ୍ ଖାଉଛେ 150 ଗ୍ରାମ, ଠିକ୍ ଅଛି। ତ 150 ଗ୍ରାମ ଯଦି ଆମେ ଖାଇବା ପ୍ରୋଟିନ୍, ତ 150 ଗ୍ରାମ ଇଣ୍ଟୁ 4, ଠିକ୍ ଅଛି, 600 ଗ୍ରାମ ହେଇଯିବ କ'ଣ, 600 KCl କ୍ୟାଲୋରି ହେଇଯିବ ଆମର ପ୍ରୋଟିନ୍। ତାହେଲେ 250 ଗ୍ରାମ ଆମେ ଖାଇପାରିବା ଦିନ ଯାକରେ 250 ଗ୍ରାମ ଭାତ, ରୁଟି, ଓଟ୍ସ ମାଣ୍ଡିଆ ଆମର କାର୍ବୋହାଇଡ୍ରେଟ୍ ପାଇଁ। ପ୍ରୋଟିନ୍ ଖାଇଲେ ଆମେ ଡାଲି, ଅଣ୍ଡା, ପନିର, ମାଛ, ଚିକେନ୍ ଏସବୁ ଆମେ 150 ଗ୍ରାମର ଖାଇପାରିବା, ଠିକ୍ ଅଛି, ଦିନ ଯାକରେ। ତାପରେ ଆମେ ଯଦି ସ୍ନେହ ସାର ପାଖକୁ ଆସିବା, ସ୍ନେହ ସାର ପାଇଁ ଆମେ କହିଲେ କେତେ, ସ୍ନେହ ସାର ପାଇଁ ଆମେ 20% ଆମେ ଧରିଛେ 200 ଗ୍ରାମ। ତ 200 ଗ୍ରାମ ଯଦି ଖାଉଛେ 1 ଗ୍ରାମ ଫ୍ୟାଟ୍ରେ 9 KCl ରହୁଛି। 1 ଗ୍ରାମ ଫ୍ୟାଟ୍ରେ କେତେ ରହୁଛି, 9 KCl। ତାହେଲେ ଆମକୁ 200 ଗ୍ରାମ ଯଦି ଖାଉଛେ ଆମକୁ ଏଇଠି 1800 KCl ମିଳିଯିବ। 200 ଗ୍ରାମ ଯଦି ଆମେ ସ୍ନେହ ସାର ତେଲ କିମ୍ବା ବାଦାମ, ଅଖରୋଟ ଯଦି ଖାଉଛେ ଆମକୁ 900 କେତେ ଖାଉଛେ, ଯଦି ଆମେ 1 ଗ୍ରାମ ସ୍ନେହ ତେଲ ଏଇ ଅଖରୋଟ ଆଦି ଖାଉଛେ ତାହେଲେ 200 ଗ୍ରାମରେ ଆମକୁ ହେଇଯାଉଛି 1800 ହେଇଯାଉଛି, ଠିକ୍ ଅଛି, 1800 KCl। ତ ଆମକୁ ଏତିକି ଦରକାର କି, ଏତିକି ଦରକାର ନାହିଁ। ତାକୁ ଆମେ କମେଇବା, କେତେ କମେଇବା, ଆମେ ତା'ର ହାଫ୍ କରିପାରିବା। ହାଫ୍ କଲେ ବି ଠିକ୍ ଅଛି। ଦେଖ, ହାଫ୍ ଯଦି ଆମେ କରିଦେଉଛେ 200 ଗ୍ରାମ 100 ଗ୍ରାମ ଆମେ ଧରୁଛେ, ତଥାପି 900 ହେଇଯାଉଛି, ଠିକ୍ ଅଛି। ଆମେ ତାକୁ 70 ଗ୍ରାମ କରିପାରିବା, 70 କି 75 ଗ୍ରାମ ଆମେ ଦିନ ଜାଗାରେ ଖାଇବା। 75 ଗ୍ରାମ ଯଦି ଆମେ ଧରିବା, ଠିକ୍ ଅଛି, ହେଉଛି ଠିକ୍ ଅଛି, ଏତିକି ହେଇଯାଉଛି KCl। 75 ଗ୍ରାମ ଯଦି ଧରୁଛେ କିମ୍ବା 70 ଗ୍ରାମ ଧରୁଛେ, ତାହେଲେ ଆମେ ବାଦାମ, ଅଖରୋଟ, ଶୁଦ୍ଧ ତେଲ ଇତ୍ୟାଦି ଆମେ ଏତିକି ନେଉଛେ, ତାହେଲେ ଆମକୁ କ'ଣ ପାଖାପାଖି ଠିକ୍ ରହିବ। ଅଧିକା ଟିକେ ହେଇଯାଉଛି, ଆମେ ଚାହିଁଲେ କେଉଁଟା ରହିଲେ ଟିକେ ଆମେ କମେଇ ପାରିବା, ପ୍ରୋଟିନ୍ କମେଇ ଦେଇପାରିବା, କାର୍ବୋହାଇଡ୍ରେଟ୍ କମେଇ ପାରିବା, ଠିକ୍ ଅଛି। ତ ଏଇ ଅନୁସାରେ ଆମେ ଯଦି ଖାଇବା ଆମର 2000 KCl ଆମର ଦରକାର ଦିନକୁ, ତାହେଲେ ସେଇଟା ଆମର ବାଲାନ୍ସ ହେଇକି ରହିବ, ଠିକ୍ ଅଛି। ତ ଏଇ ଅନୁସାରେ ଆମେ ଖାଇପାରିବା। ଏଠି ଦେଇଛି, ଏଠି ଗ୍ରାମ ପରିମାଣ କାର୍ବୋହାଇଡ୍ରେଟ୍ ଏଇଠି ଲେଖା ହେଇଛି। କାର୍ବୋହାଇଡ୍ରେଟ୍ ଆମେ ଖାଇପାରିବା, ଯେଉଁଟା ମୁଁ ବର୍ତ୍ତମାନ ତୁମକୁ ଜଣାଉଥିଲି। ଆମର ଦରକାର 1300 KCl ଭିତରେ ଆମକୁ ଦରକାର। ତ ଆମେ 225ରୁ 325, 250 ଗ୍ରାମ ଯେଉଁଟା ଆମେ ଧରିଲେ। ପ୍ରୋଟିନ୍ ସେମିତି 50 ଗ୍ରାମରୁ 175 ଗ୍ରାମ, ଠିକ୍ ଅଛି, 150 ଗ୍ରାମ ଯେଉଁଟା ମୁଁ କହିଥିଲି ତୁମକୁ। ଆଉ ଏଇଟା 44ରୁ ଏଇଟା 75 ଗ୍ରାମ, ଠିକ୍ ଅଛି। ତ ଆମେ ଖାଇପାରିବା, ଠିକ୍ ହେଲା। ତ ଆମେ ଏତିକି ଆମେ ଖାଇପାରିବା। ଏଇ ଅନୁସାରେ ଆମେ ଯଦି ଖାଉଛେ, ଆମ ଶରୀରକୁ ଆମେ ଖାଦ୍ୟ ଇନଟେକ୍ କରୁଛେ ବା ଆମେ ନେଉଛେ ଶରୀରକୁ ଖାଦ୍ୟ, ତାହେଲେ ଆମ ସୁସ୍ଥ ଶରୀରଟି ଆମର ରହିବ। ଯେତିକି ଆମର ଶରୀର ଭିତରେ ଆମର ଏନଜାଇମ୍, ହରମୋନ୍ସ ଆଦି ବାହାରିବା କଥା ଆମର ଦୈନନ୍ଦିନ କାର୍ଯ୍ୟ ପାଇଁ, ସେତିକି ମାତ୍ରାରେ ଆମର ବାହାରିବ, ଠିକ୍ ଅଛି। ଏଠି ଦେଖନ୍ତୁ ଲେଖା ହେଇଛି କ'ଣ, ଆପଣଙ୍କ ଓଜନ, ଉଚ୍ଚତା ଓ ଦୈନିକ ଶାରୀରିକ ପରିଶ୍ରମ ଆଧାରରେ ଏହି କ୍ୟାଲୋରିର ଆବଶ୍ୟକତା ବଦଳିପାରେ। ଓଜନ କମାଇବା ପାଇଁ କ୍ୟାଲୋରି କମ୍ କରିବାକୁ ପଡ଼ିଥାଏ। ମାଂସପେଶୀ ବୃଦ୍ଧି ପାଇଁ ପ୍ରୋଟିନ୍ର ପରିମାଣ ଅଧିକ ରଖିବାକୁ ହୋଇଥାଏ। ଯଦି ଆମେ ମାଂସପେଶୀ ଯେଉଁମାନେ କରୁଛନ୍ତି, ଜିମ୍ ଯାଉଛନ୍ତି କିମ୍ବା କାର୍ଯ୍ୟ ବହୁତ କରୁଛନ୍ତି, ତାଙ୍କର ଯେଉଁ ମାଂସପେଶୀ ବୃଦ୍ଧି ପାଇଁ ତାଙ୍କର ଲକ୍ଷ୍ୟ ଥାଏ, ସେମାନେ ଏଠି କ'ଣ କରିପାରିବେ, ପ୍ରୋଟିନ୍ଟାକୁ ଅଧିକ ମାତ୍ରାରେ ନେଇପାରିବେ, ଇନଟେକ୍ କରିପାରିବେ, ଖାଇପାରିବେ, ପ୍ରୋଟିନ୍ ଅଧିକା ଖାଇପାରିବେ, ଠିକ୍ ଅଛି। ଯେଉଁମାନେ ନର୍ମାଲ ଦିନରେ କାମ କରୁଛନ୍ତି, ସାଧାରଣ ଲୋକମାନେ, ତ ସେମାନେ ଏହିପରି ଭାବରେ ଖାଦ୍ୟ ଯଦି ଖାଇବେ, ତାପରେ ଖାଇଲା ପରେ 2000 KCl ମିଳିବ, ଯେଉଁଟାକି ଆମ ଦୈନନ୍ଦିନ ଜୀବନ ପାଇଁ ଠିକ୍ ଅଛି। ଡେଲି 2000 KCl। ତ ସେଇ ଅନୁସାରେ ଆମେ ଖାଦ୍ୟଟିକୁ ଖାଇବା। ତାପରେ ଏଇଠି ଏଇଟା ତୁମେ ଜାଣିଲେ କେତିକି ଦରକାର ଆମ ଶରୀରକୁ ଖାଦ୍ୟ, ସେଇ ଭାବରେ ଆମର ଏନର୍ଜି, ଆମକୁ ଜରୁରୀ ଏନର୍ଜି ଆମକୁ ମିଳିବ। ମୁଖ୍ୟ ଜିନିଷ ତାପରେ ଜାଣିବା ଆମର ଡାଏଟ୍ ପ୍ଲାନ୍, ଆମେ କେମିତି ତାକୁ ଖାଇବା। ଆମେ ଦେଖୁଥିବେ ଆମ ଦୈନନ୍ଦିନ ଜୀବନରେ ଆମର ଖାଦ୍ୟର ସେମିତି କିଛି ଠିକ୍ ଠିକଣା ନଥାଏ। ଆମର ଆଜି ସକାଳୁ କ'ଣ ମନ ହେଲା ଖାଇଲେ, ମନ ନହେଲା ଖାଇଲେନି। ଦ୍ୱିପହରେ କ'ଣ ଦ୍ୱିପହରେ ତ ଖାଉଛେ ନିହାତି ଭାବେ, ଦ୍ୱିପହରେ ଖାଇଦେଲେ, ଟାଇମ୍ ବି ଠିକ୍ ନାହିଁ କେତେବେଳେ ଆମେ ଖାଉଛେ।
କେଉଁଦିନ 10ଟାରେ, କେଉଁଦିନ 11ଟାରେ, କେଉଁଦିନ 12ଟାରେ, କେଉଁଦିନ 1ଟାରେ, କେଉଁଦିନ 2ଟାରେ, ଏମିତି ଆମେ ଦ୍ୱିପହରେ ସେଟାକୁ ଆମେ ଧରିକି ଖାଉଛୁ। ତାପରେ ଉପରବେଳା ଟାଇମ୍ରେ ଖାଇଲେ ଖାଉଛେ, ନହେଲେ ନାହିଁ। ଠିକ୍ ଅଛି। ତାପରେ ରାତିରେ କେଉଁଦିନ 7ଟାରେ, କେଉଁଦିନ 8ଟାରେ, କେଉଁଦିନ 9ଟାରେ, କେଉଁଦିନ 10ଟାରେ, 11ଟାରେ, ଏମିତି ଲୋକଙ୍କର ବିଭିନ୍ନ ସମୟ ରହିଛି। ସେ ଠିକ୍ ନାହିଁ ଖାଇବାର। ଯେହେତୁ ଆମ ଶରୀର ସୁସ୍ଥ ରହିବା ଦରକାର, ତ ଆମକୁ ଗୋଟେ ନିୟମ ବା ରୁଲ୍ସ ଭଳିଆ ଆମକୁ ଖାଦ୍ୟଟିକୁ ଖାଇବାକୁ ପଡ଼ିବ ସମୟ ଅନୁସାରେ। ଅଧଘଣ୍ଟେ ଘଣ୍ଟାଏ ଡେରି ହେଲେ କିଛି ନାହିଁ, କିନ୍ତୁ ସେଇ ସମୟ ଭିତରେ ଆମକୁ ଖାଇବାକୁ ପଡ଼ିବ। ହଁ, ସକାଳ ଜଳଖିଆ ଦେଖନ୍ତୁ, ଆମକୁ ଖାଦ୍ୟ ଯେତେବେଳେ ଖାଉଛେ ଆମେ 4 ଭାଗରେ ଆମେ ଖାଇବାକୁ ପଡ଼ିବ, 4-5ଟି ଭାଗରେ ଖାଇବାକୁ ପଡ଼ିବ, ଟିକେ ଟିକେ କରିକି ଖାଇବାକୁ ପଡ଼ିବ। ଆମେ ଏମିତି ନୁହଁ ଯେ ଆଜି ଖାଇଦେଲେ ଦିନ ଯାକରେ ଥରେ ବହୁତ ଦିନ ଖାଇଦେଲେ ଦିନ ଯାକ ଚାଲିଲା, ତାପରେ ଯାଇକି ରାତି ଖାଇବା, ଏମିତି ନାହିଁ। ଆମର ଅଳ୍ପ ଅଳ୍ପ କରି ଖାଇବା, ସଦାବେଳେ ମନେ ରଖିଥିବ। ସେତିକି ଖାଦ୍ୟକୁ ତୁମେ ଅଳ୍ପ ଅଳ୍ପ କରି ଖାଇବ। ମନେକର ଦିନ ଯାକରେ 1 କିଲୋ ଆମକୁ ଦରକାର ଖାଦ୍ୟ ଖାଇବା, ତ ସେଇ 1 କିଲୋଟିକୁ ଆମେ ଭାଗ ଭାଗ କରିକି ଖାଇବା, ଗୋଟେ ଥର ଖାଇବାନି। ଠିକ୍ ଅଛି। ଦେଖ, ସକାଳ ଜଳଖିଆରେ ଆମକୁ ସକାଳ ଜଳଖିଆଟା ନିହାତି ଭାବେ ଦରକାର। କାହିଁକି ନା ଆମେ ଯେତେବେଳେ ସକାଳୁ ଉଠୁଛେ, ଆମର ପାଚନ ଶକ୍ତିଟା ବହୁତ ଭଲ ଭାବରେ କାମ କରେ। ଜଲ୍ଦି ଆମକୁ ଭୋକ ଲାଗେ, ଡାଇଜେସନ୍ ମଧ୍ୟ ଜଲ୍ଦି ହୁଏ, କାରଣ ସେମାନେ କାମ ଜଲ୍ଦି କରନ୍ତି। ପେଟ ଭିତରେ ଆମର ଯେଉଁ ଆଭ୍ୟନ୍ତରୀଣ ଅଙ୍ଗ ରହିଛି ଜଲ୍ଦି କାମ କରନ୍ତି। ତେଣୁ ଆମକୁ ସକାଳ ଜଳଖିଆ ନିହାତି ଭାବେ ଦରକାର। ସକାଳ ଜଳଖିଆରେ ଆମକୁ ଦରକାର କ'ଣ, ଯେମିତି ଆମର ଯେଉଁ ରହିଛି ତନ୍ତୁ ଜାତୀୟ ଖାଦ୍ୟ। ତନ୍ତୁ ଜାତୀୟ ଖାଦ୍ୟ ମାନେ ଯେଉଁଗୁଡ଼ିକ ଜଲ୍ଦି ହଜମ ହୁଏ ନାହିଁ, ସେଗୁଡ଼ିକୁ ଆମେ ସକାଳ ସମୟରେ ଖାଇବା। ଯେମିତିକି ରହିଛି ଦେଖ, ଓଟ୍ସ, ସୁଜି, ପନିପରିବା ସହ ଯେଉଁଟା ଆମର ତିଆରି କରୁଛେ, 2ଟି ଅଟା ରୁଟି ସହିତ ପରିବା ତରକାରୀ, ଡାଲମା ଆମେ ଖାଇପାରିବେ। ସିଝା ମୁଗ, ଚଣା, ଠିକ୍ ଅଛି, ଆକୁ ଆମେ ଖାଇପାରିବା। ଦେଖନ୍ତୁ, ସକାଳ ଜଳଖିଆରେ ଆମେ ନେଇପାରିବା, ଏଇଟା ଆମେ ଜାଣିଛେ ଓଟ୍ସ, ଉପମା, ଏସବୁ ଆମର କ'ଣ ରହିଛି, କାର୍ବୋହାଇଡ୍ରେଟ୍ ରହିଛି, ତ ଆମେ ଆକୁ ନେଇପାରିବା। ରୁଟି ସହିତ ପରିବା ତରକାରୀ, ଡାଲମା କ'ଣ ଯେଉଁ ପ୍ରୋଟିନ୍ ପାଇଁ ନେଇପାରିବା। ସିଝା ମୁଗ, ଚଣା, ସାଲାଡ଼, ଏସବୁ ତନ୍ତୁ ଜାତୀୟ ଖାଦ୍ୟ। ଏଇ ଯେଉଁ ପରିବା, ସିଝା ମୁଗ, ଚଣା, ସାଲାଡ଼, ଏସବୁ ଯଦି ଆମେ ଖାଉଛେ ସକାଳୁ, ତାହେଲେ ଆମ ଶରୀର এই ଜିନିଷ ଗୁଡ଼ିକୁ ଜଲ୍ଦି ତାକୁ କାମ କରି, ଜଲ୍ଦି ଯେହେତୁ ଫଙ୍କସନ୍ ବହୁତ ଭଲ ଭାବରେ କାମ କରେ, ତ ଏଇ ଜିନିଷ ଗୁଡ଼ିକୁ ଭଲ ଭାବରେ ପଚାଇ ପାରିବ। ତେଣୁ ଆମେ ସକାଳୁ ୟାକୁ ଆମେ ନେଇପାରିବା। ଯେଉଁମାନେ ପ୍ରୋଟିନ୍ ଯେଉଁମାନଙ୍କର ଦରକାର ଅଛି, ସେମାନେ ସାଥିରେ ସିଝା ଅଣ୍ଡା ଖାଇପାରିବେ, ଟିକେ ପନିର ମଧ୍ୟ ଖାଇପାରିବେ। କିଛି ସେମିତି ନାହିଁ, ସକାଳୁ କିନ୍ତୁ ଖାଇବା ଦରକାର, ଅଳ୍ପ ପରିମାଣରେ ଖାଇବା ଦରକାର। ଏମିତି ମାନେ ନାହିଁ ଯେ ଆମେ ଯେମିତି ମିଲ୍ ଖାଉଛେ ଦ୍ୱିପହରେ, ସେମିତି ଖାଇବା ନାହିଁ। ଏଇଟା ଜଳଖିଆ ମାନେ ଅଳ୍ପ ମାତ୍ରା। ଗୋଟେ ଯେମିତି ଗିନା ଆମର ରହିଛି, ଗୋଟିଏ ଗିନାରେ ଆମେ ତରକାରୀ ନେବା, ବାକି 2ଟି ରୁଟି କିମ୍ବା ଯେଉଁଟା ଆମର ତରକାରୀ ହେଇଯାଉଛି ଉପମା, ସେଇ ଗିନା ଆମର ଯେଉଁ ରହିଛି, ସେଥିରେ ଯେମିତି 150ରୁ 200 ଗ୍ରାମ ଭିତରେ ଯେମିତି ହେବ ସକାଳ ସମୟଟା। ଠିକ୍ ଅଛି। ତ ଆଗକୁ ଦେଖିବା, ତ ସକାଳ ସମୟଟାରେ ସଦା ମନେ ରଖିବେ, ଏଇ ତନ୍ତୁ ଜାତୀୟ ଖାଦ୍ୟ ଖାଇବେ, ଭଲ ରହିବ ଆପଣଙ୍କ ସକାଳ ଜଳଖିଆ ନିହାତି ଭାବେ ଦରକାର। ଖାଇଲେ ଆମର ଯେଉଁ ପାକସ୍ଥଳୀଟା ଠିକ୍ ଭାବରେ କାମ କରିବ, ଠିକ୍ ଭାବରେ ଏନଜାଇମ୍ କ୍ଷରଣ ହେବ, ଠିକ୍ ଭାବରେ କାମ କରିବ, ସେଇ ଅନୁସାରେ ଆକ୍ୱେଣ୍ଟେଡ଼୍ ହେବ କାମ କରିବା ପାଇଁ। ତାପରେ ମଧ୍ୟାହ୍ନ ଭୋଜନ ପୂର୍ବରୁ ଆମେ ଖାଇବା, ଏଇଟା ଖାଇଦେଲେ ଏଇ ସକାଳ ସମୟଟା କେତେ ଆମର ଆରମ୍ଭ ହେଉଛି, ଏଇଟାକୁ ଆମେ ଖାଇବା ସକାଳ 9ଟା ଭିତରେ। ଠିକ୍ ଅଛି। 9ଟା ଭିତରେ ଆମେ ଯେମିତି ଆକୁ, ଠିକ୍ ଅଛି, ସରେଇ ଦେଇଥିବା। ସକାଳ 9ଟା ଭିତରେ, 9ଟା AM ଭିତରେ ଆମ ସକାଳ ଜଳଖିଆ ଯେମିତି ସରିଯାଇଥିବ। ଠିକ୍ ଅଛି। ଆପଣ ଖାଆନ୍ତୁ 7:30, 7ଟା, 7:30, 8ଟା, 8:30 ଖାଆନ୍ତୁ, 9ଟା ଭିତରେ ଇଏ ସରିଯାଇଥିବ। ତାପରେ ଏଇଟା ରହିଲା ଆମର ମଧ୍ୟାହ୍ନ ପୂର୍ବରୁ ଯେକୌଣସି ଗୋଟିଏ ଋତୁକାଳୀନ ଫଳ, ଯେମିତିକି ଆପେଲ୍, ପପେୟା, ପିଜୁଳି କିମ୍ବା କଦଳୀ, ଦେଖନ୍ତୁ
ଯେକୌଣସି ଫଳ ଆମେ ଖାଉଛେ ତ ଫଳଟାକୁ ଆମେ କେତେବେଳେ ଖାଇବା? ଆମେ ଖାଇପାରିବା ମଧ୍ୟାହ୍ନ ଭୋଜନ ପୂର୍ବରୁ। ଠିକ୍ ଅଛି, ମଧ୍ୟାହ୍ନ ଭୋଜନ ପୂର୍ବରୁ ଆମେ ଖାଇବା। ଇଏ ବି ତନ୍ତୁ ଜାତୀୟ ଜିନିଷ। ଠିକ୍ ଅଛି, ଏଇଟାକୁ ଆମେ ଖାଇପାରିବା। ଆପେଲରେ ଆମର କ'ଣ ଅଛି? ମାଲିକ୍ ଏସିଡ୍ ଅଛି। ଆମର ଶରୀରରେ ଆମର ସୌନ୍ଦର୍ଯ୍ୟ ପାଇଁ ଆପେଲ୍ ବହୁତ କାମ କରେ, ଫେସ୍ ପାଇଁ ବହୁତ ଭଲ ଆପେଲ୍। ଠିକ୍ ଅଛି, ତ ଆପେଲ୍ ଆମେ ଖାଇପାରିବା। ପପେୟା ଆମେ ଖାଇପାରିବା। ପପେୟାରେ ପେପ୍ସିନ୍ ଅଛି, ଯେଉଁଟାକି ଆମର କ'ଣ କରୁଛି? ଆମର ଶରୀରରେ ଅଭ୍ୟନ୍ତରୀଣ ଯେଉଁ କ୍ଷୁଦ୍ରାନ୍ତ୍ର ବୃହଦାନ୍ତ୍ର ଏସବୁ ରହିଛି ପାଚନ ତନ୍ତ୍ରଟିକୁ ସଫା ରଖିଥାଏ। କିଏ? ପପେୟା ବା ଆମର ଯେଉଁ ରହିଛି ପପେୟା ଆମର ଅମୃତଭଣ୍ଡା। ଠିକ୍ ଅଛି, ସେ ଆମର ପାଚନ ତନ୍ତ୍ରକୁ ସଫା ରଖେ। ଠିକ୍ ଅଛି, ଆମର ପେଟ ସଫା ହୁଏ ପପେୟା ଖାଇବା ଦ୍ୱାରା। ତ ଆପେଲ୍ ଆମେ ଖାଇବା ଦ୍ୱାରା ଆମର ସୌନ୍ଦର୍ଯ୍ୟ ପାଇଁ, ପପେୟା ଖାଇପାରିବା ଆମର ପେଟ ସଫା ପାଇଁ। ଠିକ୍ ଅଛି, ଇଏ ବି ସୌନ୍ଦର୍ଯ୍ୟ ଅଭ୍ୟନ୍ତରୀଣ ଭାବରେ କାମ କରେ, ଯାହାଫଳରେ ଆମର ବାହାରୁ ତ୍ୱଚା ସୁନ୍ଦର ଦେଖାଯାଏ। ପିଜୁଳି ଖାଇବା ଦ୍ୱାରା କ'ଣ ହୁଏ? ପିଜୁଳି ଖାଇବା ଦ୍ୱାରା ଆମ ଶରୀରରେ ଯେଉଁ ହର୍ମୋନ୍ ଗୁଡ଼ିକ କ୍ଷରଣ ହେବା କଥା ସଠିକ୍ ଭାବରେ କ୍ଷରଣ ହୁଏ। ବହୁତ ମାନେ ନର୍ମାଲି ଯେମିତି କ୍ଷରଣ ହେବା କଥା ବାହାରେ, ଆମ ଶରୀର ଭିତରେ ବାହାରିବା ଦ୍ୱାରା ହର୍ମୋନ୍ ଗୁଡ଼ିକ ବା ଏନ୍ଜାଇମ୍ ଗୁଡ଼ିକ ଆମ ଶରୀର ଭିତରେ ଭଲ ଭାବରେ କାମ କରନ୍ତି। ତ ପିଜୁଳି ଆମକୁ ସବୁଦିନ ଗୋଟେ ଖାଇବା କଥା। ତ ଆପେଲ୍, ପପେୟା, ପିଜୁଳି କିମ୍ବା କଦଳୀରେ ଅଛି କ'ଣ? ପୋଟାସିୟମ୍ ରହିବା ଦ୍ୱାରା ଆମ ଶରୀରକୁ ବହୁତ ଭଲ ଭାବରେ ଶକ୍ତି ଯୋଗାଏ। ଆମର ଆଥଲେଟ୍ ଯେଉଁମାନେ ରହିଛନ୍ତି, ଯେଉଁମାନେ ଖେଳାଳିମାନେ ଦୌଡ଼ାଦୌଡ଼ି କରୁଛନ୍ତି, ସେମାନେ ଦେଖୁଥିବ କଦଳୀ ସେମାନେ ଖାଇଯିବେ। ଆମେ ଡଜନ କଦଳୀ ଆମେ ଆଣିଲେ 4-5 ଜଣ ଆମେ ଖାଉଛେ ବାଣ୍ଟିକି। ସେମାନେ ସକାଳ ସମୟରେ ଉଠୁକିଆ ଦୌଡ଼ାଦୌଡ଼ି କଲେ, ଆସିକି ଟିକେ ବସିବେ, ରେଷ୍ଟ ନେବେ, କଦଳୀ ଖାଇଦେବେ ଆରାମସେ। ମାନେ ଅଧ ଡଜନ ହେବ ଖାଇଦେବେ, 6ଟା କି 7ଟା ଖାଇଦେବେ। ବଡ଼ କଦଳୀ, ସେ ବି ଛୋଟ କଦଳୀ ନୁହଁ, ବଡ଼ କଦଳୀ ଖାଇଦେବେ। ତାଙ୍କ ଶରୀର ପାଇଁ ବହୁତ ଭଲ। କଦଳୀ ଖାଇଲେ ଆମ ଶରୀରକୁ ଶକ୍ତି ଯୋଗାଇବ। ତାପରେ 5ଟି ବାଦାମ, ଆଲମଣ୍ଡ ଖାଇପାରିବା କିମ୍ବା ଅଖରୋଟ ଖାଇପାରିବା। ଯେଉଁଟା ରହିଛି ଆମର ବାଦାମ ଖାଇଲେ ଆମର ଆମେ ଜାଣିଛେ ମସ୍ତିଷ୍କ ଶକ୍ତି ଭଲ ଭାବରେ କାମ କରେ, ଯେଉଁ ସ୍ମରଣ ଶକ୍ତି। ତ ଆମେ ଖାଇପାରିବା ବାଦାମ, ଆଲମଣ୍ଡ, ଅଖରୋଟ ଏସବୁ ଖାଇପାରିବା। ଏଇଟା କେବେ ଖାଇବା? ନା ଆମର ଯେତେବେଳେ ରହୁଛି ଆମେ ମଧ୍ୟାହ୍ନ ଭୋଜନ 1ରୁ 2ଟା ଭିତରେ କରୁଛେ, ତ ଆମେ ଆକୁ ଯେଉଁ ରହିଛି ଆମର 11ଟାରୁ ଆମେ 1 ଭିତରେ ଆମେ ଆକୁ ଖାଇପାରିବା। 11ଟାରୁ 12ଟା, ଧର 12ଟା PM। ଠିକ୍ ଅଛି, 12ଟା PM, 11 PMରୁ ଠିକ୍ ଅଛି 12 PM, ମାନେ 11ରୁ 12ଟା ଦିନ ବେଳା, 11ରୁ 12 ଭିତରେ ଆମେ ଏଇଟାକୁ ଖାଇବା ମଧ୍ୟାହ୍ନ ଭୋଜନ ପୂର୍ବରୁ। ତାପରେ ଘଣ୍ଟାଟେ ଛାଡ଼ିଲା ପରେ ମଧ୍ୟାହ୍ନ ଭୋଜନ ଆମେ ଖାଇବା। ମଧ୍ୟାହ୍ନ ଭୋଜନରେ କ'ଣ ନେବା? ଆମକୁ ଦରକାର ଯେମିତି ହେଲେ ଭାତ ଦିନ ବେଳେ ଖାଇବା ପାଇଁ, କାର୍ବୋହାଇଡ୍ରେଟ୍ ଭରପୁର ମାତ୍ରାରେ ରହିଛି। ଭାତ ଆମେ ନେବା 1 କପ୍ ଭାତ। ଠିକ୍ ଅଛି, 2ଟି ରୁଟି, 1 ବଡ଼ ଗିନା ଡାଲି, ପନିପରିବା ଭର୍ତ୍ତି ଡାଲମା ତରକାରୀ, 1 ଗିନା ସିଝା ବା କମ୍ ତେଲ ପ୍ରସ୍ତୁତ ସବୁଜ ପନିପରିବା ଭଜା ବା ତରକାରୀ, 1 ଗିନା ସାଲାଡ଼। ଠିକ୍ ଅଛି, ତ ଏସବୁ ଆମେ ନେବା ଆମର ଖାଦ୍ୟରେ। ଆମିଷ ଯେଉଁମାନେ ଖାଉଛନ୍ତି 2-3 ଦିନ କମ୍ ତେଲ ମସଲାରେ ପ୍ରସ୍ତୁତ ମାଛ କିମ୍ବା ଚିକେନ୍ ନେଇପାରିବେ। ତ ଏଇଟା ଆମର ହେଇଗଲା କେତେବେଳୁ? ନା ଆମର ଆମେ ଖାଇପାରିବା ଏଇଟାକୁ 1:30ରୁ 2:30 ଭିତରେ। ଠିକ୍ ଅଛି, PM। ତ ଆମେ ଏତିକି ଏଇଟାକୁ ଆମେ ଆମର ନେଇଗଲେ ମଧ୍ୟାହ୍ନ ଭୋଜନ। ଏଇଟା ହେଇଗଲା ଆମର ସକାଳ ଜଳଖିଆ। ତା ପୂର୍ବରୁ ଆମେ କ'ଣ ଖାଇଲେ ଆମ ଶରୀର ପାଇଁ ଭିଟାମିନ୍ସ ପାଇଁ। ତାପରେ ଏଇଟା ଆମେ ଖାଇଲେ ଆମର ଦୈନନ୍ଦିନ ଯେଉଁ ଆମେ ଖାଉଛେ ଡେଲି ମଧ୍ୟାହ୍ନ ଭୋଜନ। ତାପରେ ସନ୍ଧ୍ୟା ଜଳଖିଆରେ ଯେଉଁମାନେ ଚା ପ୍ରିୟ ଲୋକ ଚା ନେଇପାରିବେ। ଯେଉଁମାନେ ଖାଇବାକୁ ପାଇଁ କିଛି ଚାହୁଁଛନ୍ତି, ସେ ଯେମିତି ସନ୍ଧ୍ୟାବେଳେ ଦେଖ
ଏଠି ଲେଖା ହେଇଛି ଭଜା ମୁଢ଼ି ମସଲା କିମ୍ବା ସେକା ହୋଇଥିବା ମଖନା, ଯାହା ଚୋବେଇବା ଜିନିଷ ଟିକେ ଖାଇକି ପେଟକୁ ଆମର ଶାନ୍ତ ରଖିବା ଦରକାର। ତ ସନ୍ଧ୍ୟା ଜଳଖିଆରେ ଆମେ କିଛି ନା କିଛି ଟିକେ ଖାଇପାରିବା। ଠିକ୍ ଅଛି, ଭାରି ଖାଦ୍ୟ ଯେମିତି ନ ଖାଇବା, ସନ୍ଧ୍ୟା ଜଳଖିଆରେ ଭାରି ଖାଦ୍ୟ ଯେମିତି ନ ଖାଇବା, ଯେମିତି ଆମେ ମିଲ୍ସ ଖାଉଛେ ସେମିତି କେବେ ଖାଇବା, ଯାହାହେଲେ ଟିକେ ଆମେ ଖାଇପାରିବା ହାଲକା ଜିନିଷ। ତାପରେ ଆସିଲା ରାତ୍ରି ଭୋଜନ, ଏଇଟାକୁ ଆମେ ଏଇଟାରୁ 4ଟାରୁ 5ଟା ଭିତରେ ଆମେ ଯେମିତି ଏଟାକୁ କ'ଣ କ୍ଲିଅର୍ କରିଦେଇଥିବା, ଖାଇ ଦେଇଥିବା ଯଦି ଆମେ ଖାଉଛେ 4ରୁ 5 ଭିତରେ। ତାପରେ ରାତ୍ରି ଭୋଜନ 2ଟି ପତଳା ଅଟା ରୁଟି, 1 ଗିନା ସବୁଜ ପରିବା କିମ୍ବା ହାଲୁକା ପନିର ଭୁର୍ଜି। ରାତିରେ ସହଜରେ ହଜମ ହେଉଥିବା ହାଲୁକା ଖାଦ୍ୟ ଖାଇବା ଉଚିତ। ସନ୍ଧ୍ୟାବେଳଠୁ ଧରିକି ରାତି ପର୍ଯ୍ୟନ୍ତ ହାଲକା ଖାଦ୍ୟ ଖାଇବ, ଭାରି ଖାଦ୍ୟ ଖାଇବନି, ମାନେ ଅଧିକା ଯେଉଁଗୁଡ଼ିକ ପଚନରେ ସମୟ ଲାଗେ ସେ ଖାଦ୍ୟ କେବେ ବି ଖାଇବେନି। ଠିକ୍ ଅଛି, ଏବଂ ଆକୁ ଆମେ ଆମର ଖାଇପାରିବା 8ଟାରୁ 9ଟା ଭିତରେ। 8ଟାରୁ 9ଟା ଭିତରେ ଆମେ ଖାଇପାରିବା। ଠିକ୍ ଅଛି, ତ ସନ୍ଧ୍ୟା ରାତ୍ରି ଭୋଜନଟିକୁ ଆମେ ନେଇପାରିବା। ଏବଂ ଏଇ ରାତ୍ରି ଭୋଜନ ପରେ, ଏଇଟା ହେଇଗଲା ଆମର ଖାଇବା। ରାତ୍ରି ଭୋଜନ ପରେ ମନେ ରଖିବେ 2 ଘଣ୍ଟା ପର୍ଯ୍ୟନ୍ତ ଶୋଇବେ ନାହିଁ, 1 ଘଣ୍ଟା ପର୍ଯ୍ୟନ୍ତ ପାଣି ପିଇବେ ନାହିଁ। ଏ ରାତ୍ରି ଭୋଜନ ଯେଉଁଟା କଲେ କିମ୍ବା ଦିନ ଭୋଜନ କରନ୍ତୁ, ଅଧଘଣ୍ଟେ ଘଣ୍ଟାଏ ପର୍ଯ୍ୟନ୍ତ ପାଣି ପିଇବେନି, ତାକୁ ଛାଡ଼ିଦେବେ। ଖାଦ୍ୟ ଖାଇଲେ ଖାଦ୍ୟ ଖାଇବା ସମୟରେ ଯାହା ପାଣି ପିଇଥିବେ, ଖାଦ୍ୟ ଖାଇବା ପରେ ପାଣି ପିଇବେନି। ସଦାବେଳେ ମନେ ରଖିବେ ଏଇ ଜିନିଷଟିକୁ, କାରଣ ଆମ ଶରୀର ଭିତରେ ଗୋଟେ ଶକ୍ତି କାମ କରେ। ସେ ଶକ୍ତିଟା ଆମ ଦରକାର, ଦେହ ଭିତରେ ଆମର ଶରୀର ପେଟ ଭିତରେ ସେଇଟା କାମ କରିବା ଦରକାର, ଯାହାଫଳରେ ସେଠି ଆମର ହିଟ୍ ବାହାରେ, ମାନେ ତାପ ବାହାରେ। ଆପଣ ଖାଇସାରିକି 10-15 ମିନିଟ୍ ପରେ ନିଜ ପେଟଟିକୁ ଟିକେ ଛୁଇଁବେ, ଦେଖିବେ ଆପଣ ଗରମ ଲାଗିବ। ଖାଇବା ପୂର୍ବରୁ ଯେତିକି ଲାଗୁଥିବ ଖାଇବା ପରେ ଟିକେ ଗରମ ଲାଗେ। କାହିଁକିନା ସେଠି ଗୋଟେ କାର୍ଯ୍ୟ ଚାଲିଥାଏ, ଶକ୍ତି ଚାଲିଥାଏ। କିନ୍ତୁ ଶକ୍ତିଟାକୁ ଚାଲୁ ରଖିବା ପାଇଁ ଦେବେ, ତାକୁ କେତେବେଳେ ହେଲେ ଶାନ୍ତ କରାଇବେନି। ତ ପାଣି କଦାପି ପିଇବେନି 1 ଘଣ୍ଟା ପର୍ଯ୍ୟନ୍ତ। 1 ଆୱାର ଖାଇସାରିଲେ ଛାଡ଼ିଦେବେ ସଦାବେଳେ। ସାରିଲା ପରେ ଘଣ୍ଟାଏ ପରେ ଆପଣ ପାଣି ପିଅନ୍ତୁ, ଅଧଘଣ୍ଟେ ଛାଡ଼ି ପାଣି ପିଅନ୍ତୁ। 250 ଗ୍ରାମ ଲେଖାଏଁ, ମାନେ 250 ml ଲେଖାଏଁ ଆପଣ ପାଣି ପିଇପାରିବେ। 2 ଥର କରିକି, 2 ଥର 3 ଥର କରିକି ପିଇପାରିବେ। 2 ଘଣ୍ଟା ପର୍ଯ୍ୟନ୍ତ ଶୋଇବେନି। ଠିକ୍ ଅଛି, 2 ଆୱାର୍ସ ପର୍ଯ୍ୟନ୍ତ ଶୋଇବେନି। 8ଟାରୁ 9ଟା କରିଦେଲେ, 10ଟା-11ଟା ଭିତରେ ଯାଏଁ ଆପଣ ଶୋଇବେନି। ଶୋଇବେ 11ଟା ପରେ, ଯେଉଁମାନେ ରାତ୍ରି ଭୋଜନ କରୁଛନ୍ତି 11ଟା ପରେ ଶୋଇବେ ଆରାମରେ 7 ଘଣ୍ଟା, 6-7 ଘଣ୍ଟା ଆରାମରେ ଶୋଇବେ। ଜଣେ ସୁସ୍ଥ ବ୍ୟକ୍ତି ତାକୁ ଦରକାର କମ୍ ସେ କମ୍ ଆମର 6ରୁ 8 ଘଣ୍ଟା। ଠିକ୍ ଅଛି, 6ରୁ 8 ଘଣ୍ଟା ନିଦ୍ରା ଦରକାର। ଠିକ୍ ଅଛି, ତ 6ରୁ 8 ଘଣ୍ଟା ତ ଆରାମରେ ଆପଣ ଶୋଇବେ। 10ଟାରୁ, ଯଦି 8ଟାରୁ ଖାଉଛନ୍ତି 10ଟାରେ ଶୋଇବେ। ଯଦି 9ଟାରେ ଖାଇବା ଶେଷ କରୁଛନ୍ତି, 11ଟା ପରେ ଶୋଇବେ। ତାହେଲେ ଆପଣ ଯେଉଁ ଶୋଇଲା ପରେ ଆପଣଙ୍କର ଉଠିବେ ସକାଳ, ଆପଣଙ୍କର 6ରୁ 8 ଘଣ୍ଟା ପୁରା ହେଲା ପରେ ଉଠିବେ। ଠିକ୍ ହେଇଯାଇଥିବ ଆପଣଙ୍କର 6ରୁ 7 ଭିତରେ ହେଇଯାଇଥିବ। ଠିକ୍ ଅଛି, ସକାଳ ତ ଆପଣ ଉଠିବେ, ନିଜର ଡେଲି କାମ ଯେମିତି କରିବା କଥା କରିବେ। ଠିକ୍ ଅଛି, ଏଇ ରୁଟିନ୍ଟା ଆପଣଙ୍କର ରହିବା ଦରକାର। ଏଇ ରୁଟିନ୍ଟା ରହିଲେ ଆପଣ ଦେଖିବେ, ଆପଣ ମାନେ ଏଇ ଯେଉଁ ରହିଛି ଆପଣଙ୍କର ରୁଟିନ୍ଟାକୁ ଗୋଟେ ଥର ନିଜ ଦୈନନ୍ଦିନ ଜୀବନରେ ଇମ୍ପ୍ଲିମେଣ୍ଟ କରିବେ, କାର୍ଯ୍ୟରେ ଲଗାଇବେ। ଆପଣ ଦେଖିବେ 2-3 ମାସ କିମ୍ବା 6 ମାସ ପରେ ଆପଣଙ୍କର ଜୀବନଟା ଗୋଟେ ମାନେ ଶାନ୍ତି ଆପଣଙ୍କର ଆସିବ। ମାନେ ଆପଣଙ୍କର ଶରୀରରେ କୌଣସି ପ୍ରୋବ୍ଲେମ୍ ଆପଣଙ୍କୁ ଲାଗିବନି, ଯେମିତି ବାଲାନ୍ସ ଆପଣଙ୍କର ସବୁ ରହିଛି ଆପଣଙ୍କୁ ଲାଗିବ, ଗୋଟେ ଅଲଗା ପ୍ରକାର ଫିଲିଂ ହେବ ଆପଣଙ୍କୁ। ଠିକ୍ ଅଛି, ତ ଯାହା ମୁଁ ଆପଣଙ୍କୁ ଜଣେଇଲି ତାକୁ ଗୋଟେ ଥର ଆପଣ ବ୍ୟବହାର କରିବେ। କାରଣ ଆପଣ ନିଜ ଶରୀର ଦେଖନ୍ତୁ, ଆପଣ ମନ୍ଦିର ଯାଉଛନ୍ତି ଠାକୁରଙ୍କୁ ପୂଜା କରିବା ପାଇଁ। ଠିକ୍ ଅଛି, ମନ୍ଦିରକୁ ଠାକୁରଙ୍କୁ ପୂଜା କରୁଛନ୍ତି, ଆସୁଛନ୍ତି। ଠିକ୍ ଅଛି, ଯେମିତି ଆପଣଙ୍କୁ ଗୋଟେ ଶାନ୍ତି ଆପଣଙ୍କୁ ମିଳୁଛି, ସେମିତି ଆପଣଙ୍କ ଶରୀରକୁ ଧ୍ୟାନ ଦିଅନ୍ତୁ। ଆପଣଙ୍କର
ଶରୀର ହେଉଛି ଗୋଟେ ମନ୍ଦିର ଟାଇପ୍ ଟେମ୍ପଲ୍। ଠିକ୍ ଅଛି, ଆପଣଙ୍କ ଶରୀର ହେଉଛି ଗୋଟେ ଟେମ୍ପଲ୍। ଠିକ୍ ଅଛି, ଏ ଯେଉଁ ଟେମ୍ପଲ୍ ଆପଣଙ୍କ ଶରୀରକୁ ଆମେ ମନ୍ଦିର ବୋଲି କହିଲେ, ଆପଣଙ୍କର ସ୍ୱାସ୍ଥ୍ୟ ହେଉଛି ସେଇଥିରେ ପ୍ରତିମା ମାନେ ମୂର୍ତ୍ତି, ଯାହାକୁ ଆମେ ପୂଜା କରୁଛେ ଅତି ସଦ୍ଭାବନା ସହିତ ମନ୍ଦିର ଯାଇକି ପୂଜା କରୁଛେ। ତ ଆମର ହେଲ୍ଥଟାକୁ ବା ମୂର୍ତ୍ତିଟାକୁ ଆମେ ସଦାବେଳେ ଠିକ୍ ରଖିବା। ପୂଜା ଅର୍ଚ୍ଚନା ଯେମିତି ଆମେ ଠାକୁରଙ୍କୁ କରୁଛେ, ସେମିତି ଆମର ହେଲ୍ଥଟିକୁ ଆମେ ପୂଜା କରିବା, ମାନେ ଠିକ୍ ସଠିକ୍ ଭାବରେ ରଖିବା। ତାହେଲେ ଦେଖିବେ ଆପଣଙ୍କର ମାନେ ଆୟୁ ଆପଣଙ୍କର ଯେତିକି ଥାଉ ନା କାହିଁକି, ଯେତିକି ଦିନ ଆପଣ ବଞ୍ଚିବେ ଶାନ୍ତିରେ ବଞ୍ଚିବେ। ଠିକ୍ ଅଛି, ଆଉ ଗୋଟେ ରହିଛି ଏଇଟା ଆପଣଙ୍କର ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟ ପରାମର୍ଶ। ଦିନକୁ ଅତି କମ୍ରେ 3 ରୁ 4 ଲିଟର ପାଣି, ସଫା ପାଣି ପିଅନ୍ତୁ ନିହାତି ଭାବେ। ବାହାର ପକେଟ୍ ଖାଦ୍ୟ, ଅଧିକ ତେଲ ମସଲା, ମିଠା ଜାତୀୟ ଖାଦ୍ୟଠାରୁ ଦୂରେଇ ରୁହନ୍ତୁ ନିଶ୍ଚିତ ଭାବେ। ରାତ୍ରି ଭୋଜନ ଶୋଇବାର ଅତି କମ୍ରେ 2 ଘଣ୍ଟା ପୂର୍ବରୁ ଶେଷ କରନ୍ତୁ, ଯେଉଁଟା ମୁଁ ଆପଣଙ୍କୁ ଜଣେଇଲି। ନିୟମିତ 7 ରୁ 8 ଘଣ୍ଟା ଗଭୀର ନିଦ୍ରା ନିଅନ୍ତୁ, ଯେମିତି ନିଦ ଭାଙ୍ଗିବନି ମଝିରେ। ଠିକ୍ ଅଛି, ତ ଏଇସବୁ ଆପଣଙ୍କର ନିୟମ ପାଳନ କରନ୍ତୁ ଏବଂ ନିଜର ଶରୀରକୁ ସୁସ୍ଥ ରଖନ୍ତୁ। ତ ଏତିକି ଆପଣ ରହିଲା ଯେଉଁଟା ନିହାତି ଜାଣିବା କଥା ଆପଣଙ୍କ ପାଇଁ। ତ ବହୁତ ଆମେ ଜୀବନରେ ବହୁତ ଗୁଡ଼ିଏ କାର୍ଯ୍ୟ କରୁଛେ, ସେ ଭିତରୁ ଏଇ କାର୍ଯ୍ୟଟିକୁ ଆମ ଦୈନନ୍ଦିନ ଜୀବନରେ ଆମେ ପାଳନ କରିବା, ଆମ ଶରୀରକୁ ତ କମ୍ ସେ କମ୍ ଆମେ ସୁସ୍ଥ ରଖିପାରିବା। ଠିକ୍ ଅଛି, ତ ଦେଖା ହେବ ନେକ୍ସଟ ଭିଡ଼ିଓରେ। ସେତେବେଳେ ଆମେ ଅଲଗା ପ୍ଲାଣ୍ଟ ବିଷୟରେ ଆଲୋଚନା କରିବା। ଯେତେବେଳେ ଆପଣ ଲାଗିବ ମୋତେ ଲାଗିବ ଆପଣଙ୍କୁ କିଛି ଗୋଟେ ଭଲ ଜିନିଷ ଆପଣଙ୍କୁ ଜଣାଇବା ପାଇଁ, ସେତେବେଳେ ମୁଁ ଆପଣଙ୍କୁ ଏମିତି ମଝିରେ ମଝିରେ ଗୋଟେ ଭିଡ଼ିଓ ଆପଣଙ୍କ ପାଇଁ ବନେଇଦେବି। ଠିକ୍ ଅଛି, ତ ଆପଣଙ୍କର ଭିଡ଼ିଓଟିକୁ ଲାଇକ୍ କରିବେ, ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବେ ଏବଂ ସେୟାର କରିବେ, ସେମାନଙ୍କୁ ମଧ୍ୟ ଜଣାଇବେ ସବସ୍କ୍ରାଇବ୍ କରିବା ପାଇଁ, କାରଣ ବହୁତ ଭଲ ଭଲ ଜିନିଷ ଆପଣଙ୍କ ପାଇଁ ଏଇ ଚ୍ୟାନେଲରୁ ମୁଁ ଆପଣଙ୍କୁ ଆଣିଦେବି। ଠିକ୍ ଅଛି, ଧନ୍ୟବାଦ।